ତ ପିଲାମାନେ ପୁଣି ଥରେ ଆଉ ଏକ ଭିଡିଓରେ ତମ +2 ସେକେଣ୍ଡ ଇୟର ପିଲାମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଉଛି ପିଲେ। ପିଲେ ପୂର୍ବେ ଆମେ ଆଲୋଚନା କରୁଥିଲେ ଧନରେ ପରିପୂର୍ଣ୍ଣ କରିବା ପାଇଁ କି ତମେ ସମସ୍ତେ ଟାଣିକି ଅଛ। ଆଉ କଣ କହୁଛନ୍ତି? ଧନର ଲାଳସା ଜାଗ୍ରତ ସପନେ ଧନ ବିନୁ ନାହିଁ ଆନ ଚିନ୍ତା ମନେ। ସବୁବେଳେ ତମର ଗୋଟିଏ ଚିନ୍ତା ଧନ ଧନ ଧନ। ଦେଖ ପିଲେ ତୁମମାନଙ୍କର ଏଇଠି 6 ପେଜ ଲେଖ। ସରି 87 ପେଜ। ଦେଖିଲେ ସବୁବେଳେ ତମର ଗୋଟିଏ ଚିନ୍ତା ଧନ ଧନ ଧନ। ମୋ ଧନ ଭାଙ୍ଗି ଦେଇଗଲା ମୋ ମନ। ଆଚ୍ଛା ଧନ କଣ ନା ଧନର ଲାଳସା ତମର ସଦାବେଳେ ରହିଛି। କାହାର ଲାଳସା? ତମର ଧନର ଲାଳସା। ଧନ ପ୍ରତି ଦେଖ ବୋଲେ ସ୍କ୍ରିନ୍ କୁ ଦେଖ ବୋଲେ ତମ ମାନଙ୍କର ଲୋଭ ରହୁଛି। ସେ ସ୍ୱପ୍ନେ ଜାଗ୍ରତ ସ୍ୱପ୍ନେ ବୁଝିପାରିଲା ଜାଗ୍ରତ ସ୍ୱପ୍ନେ ତମାନେ ଚେଇଁଥାଅ କି ତମେ ସ୍ୱପ୍ନ ଦେଖୁଥାଅ। ଶୟନେ ସପନେ ଅବା ଜାଗରଣେ ସବୁବେଳେ ତମେ ମାନେ ଚେଇଁଥା କି ଶୋଇଥା ସଦାବେଳେ ତମ ମାନଙ୍କର ଗୋଟିଏ ଚିନ୍ତା କେମିତି ଧନ ପାଇବି। ବୁଝିପାରିଲା? ତମ ମାନଙ୍କର ଲାଳସା ସବୁବେଳେ ତମେ ଧନ ପ୍ରତି ଲୋଭ କରୁଛ। ଆଉ କଣ ଧନ ବିନୁ ନାହିଁ ଆନ ଚିନ୍ତା ମନେ। ଦେଖ ବିଲେ ଧନ ବିନୁ ଧନ ଛଡା ତମର ଆନ ଚିନ୍ତା ଅନ୍ୟ କୌଣସି ଚିନ୍ତା ଆଉ ମନରେ ନାହିଁ। ବୁଝିପାରିଲା? କବିର ରାଧାନାଥ ରାୟ କହୁଛନ୍ତି ସେ ସ୍ୱପ୍ନରେ ହେଉ କି ତୁମେ ମାନେ ଚିନ୍ତାଅ ସବୁବେଳେ ତମର ଧନର ଲାଳସା ରହିଛି। ଧନ ଛଡା ଧନ ବିନୁ ଧନ ଛଡା ମନରେ ଆନ ଚିନ୍ତା। ବୁଝିପାରିଲା? ଅଲଗା ପ୍ରକାରର ଚିନ୍ତା ଆଉ ଜମା ନାହିଁ। ଦେନ୍ କଣ କହୁଛନ୍ତି? ଧନର ସାଫଲ୍ୟ ଦେଉଲେ ଧନର ସାଫଲ୍ୟ ସୁବୟ କେବଳ ଯକ୍ଷ ପ୍ରାୟ ତାକୁ ଜଗି କେଉଁ ଫଳ। ଧନର ସାଫଲ୍ୟ ଧନର ସଫଳତା କେତେବେଳେ ମିଳିବ? କେତେବେଳେ ମିଳେ? ତମମାନେ ମଧ୍ୟ ବହୁତ ଟଙ୍କା ପଇସା ରୋଜଗାର କରିବା ଆଗକୁ ତାହେଲେ ସେତେବେଳେ ଟଙ୍କା ପଇସାର ସଠିକ ସଫଳତା କେତେବେଳେ ମିଳିବ? ନା ଯେତେବେଳେ ସେଇ ଧନର ତମ ମାନେ ସୁବୟ କରିବ। ବୁଝିପାରିଲା? ଉତ୍ତମ ବ୍ୟୟ କରିବ। ସଠିକ ରୂପରେ ଟଙ୍କା ରୋଜ କରିବାଟା ବଡ କଥା ନୁହେଁ। ଟଙ୍କାକୁ କିଭଳି ଖର୍ଚ୍ଚ କରାଯାଉଛି ବୁଝିଲା ତାହା ହିଁ ଲକ୍ଷ୍ୟ କରିବା ବଡ କଥା। ବୁଝିପାରିଲା? ତେଣୁ ଧନର ସଫଳତା କେତେବେଳେ ମିଳେ? ନା ଯେତେବେଳେ ତମେ ମାନେ ତାକୁ ସୁବୟ କରିବ। ବୁଝିପାରିଲା? ପର ଉପକାରରେ ଲଗେଇବ। ସେଇ ଟଙ୍କାକୁ କେବଳ ତମେ ମାନେ ଉତ୍ତମ ରୂପରେ ବ୍ୟୟ କଲେ ତାହା ହିଁ କୁହାଯିବ ଧନର ସାଫଲ୍ୟ। ଖାଲି କଳା ଧନ ମେଞ୍ଚେଇକି ରଖିଲେ ତା ଏଇ ଧନର ସାଫଲ୍ୟ ନୁହେଁ। ଏବଂ ଆଉ କଣ କହୁଛନ୍ତି କବିବର ରାଧାନାଥ ରାୟ? ଯକ୍ଷ ପ୍ରାୟ ତାକୁ ଜଗି କେଉଁ ଫଳ। ଯକ୍ଷ ଭଳିଆ ଯକ୍ଷ କଣ? ଯକ୍ଷ ହଉଛି ଆମେ ସମସ୍ତେ ଜାଣିଛେ କିଏ? ଯକ୍ଷ ହଉଛି ଯିଏ ଧନର ଉପଦେବତା। ଧନର ଯିଏ ଜଗି ରହିଥାନ୍ତି ବା ଆମେ ଯଦି କହିବା କଣ ଧନର ଆବୋଟି ଥିବା ଆତ୍ମା। ବୁଝିପାରିଲ?
କୁବେରଙ୍କ ଧନାଗାର ଯିଏ ଜଗୁଥାନ୍ତି, ଯିଏ ଯକ୍ଷ ଭଳିଆ ଧନକୁ ଜଗିଲେ କିଛି ଲାଭ ନାହିଁ। ଆମ ପାଖରେ ପୁଳେ ଧନ ଅଛି, ଧନକୁ ଖାଲି ଗନ୍ତାକରେ ଆଣିକି ପୁରେଇକି ଗଚ୍ଛିତ କରି ରଖିବା, ତାକୁ ଖାଲି ଜଗିବା, କିଛି ଲାଭ ନାହିଁ। କେଉଁ ଫଳ ଦେଖୁଥିଲେ ସ୍ତ୍ରୀ କେଉଁ ଫଳ, କିଛି ଫଳ ମିଳିବ କି? ନା ଆମେ ଟଙ୍କାକୁ ସଠିକ ରୂପରେ ପ୍ରଜାମାନଙ୍କର ହିତ ସାଧନା ପାଇଁ ବିନିଯୋଗ କରିବା ପାଇଁ ପୂର୍ବ କାଳରୁ ଯୋଉ ରାଜା ମାନେ ଥିଲେ କେତେ ପ୍ରକାରର କଣ କରୁଥିଲେ, ଜମିକି ଜଳସେଚନର ବ୍ୟବସ୍ଥା କରୁଥିଲେ, ପୋଖରୀ ଖୋଳୁଥିଲେ, କେତେ ପ୍ରକାରର କାମ କରୁଥିଲେ ନା ନାଇଁ, ରାସ୍ତା ତିଆରି କରୁଥିଲେ। ପରନ୍ତୁ ତମେ ମାନେ କଣ କରୁଛ ବର୍ତ୍ତମାନ, ତମେ ମାନେ କେମିତି ଧନକୁ ଆଣିକି ଘରେ ପୁରେଇକି ତାକୁ ବଢେଇବ, ଖାଲି ଦିନ ରାତି ସ୍ୱପ୍ନ ଦେଖୁଛ, ଧନ ଧନ ଧନ, ଦେନ୍ କଣ ମଞ୍ଚେ ଦେଖ ବିଲେ, ମଞ୍ଚେ ଆସି ଆସି କେତେ ଗଲେ ଭାଇ, କିଏ ନେଇ ଗଲା କି ଧନ ମୁଣ୍ଡାଇ। ଏଇ ମଞ୍ଚକୁ, ଏଇ ପୃଥିବୀକୁ, ଏଇ ମର୍ତ୍ତ୍ୟକୁ, ଏଇ ପୃଥିବୀ ରୂପକ ମଞ୍ଚ ବର୍ତ୍ତମାନେ ଆମେ ସମସ୍ତେ ଗୋଟିଏ ଗୋଟିଏ ମଞ୍ଚରେ ଅଭିନୟ କରୁଛି। ତମେ ମାନେ ସମସ୍ତେ ଛାତ୍ର ଭୂମିକାରେ ଅଭିନୟ କରୁଛ, ମୁଁ ଶିକ୍ଷକ ଭୂମିକାରେ ଅଭିନୟ କରୁଛି। ନାଇଁ ନାଇଁ, କିଏ କେଉଁ ରୂପରେ ସରି, କିଏ କେଉଁ ଭୂମିକାରେ ଅଭିନୟ କରୁଛି, କିଏ କଲେଜରେ ଯାଇକି ହିରୋ ଭୂମିକାରେ ମଧ୍ୟ ଅଭିନୟ କରୁଥିବ। ତେଣୁ ମଞ୍ଚେ, ଏଇ ରଙ୍ଗମଞ୍ଚରେ କେତେ ଆସି କେତେ ଗଲେଣି। ଆମେ ବର୍ତ୍ତମାନ ଖାଲି ତମେ ଆମେ ପଢୁନେ, ଆମେ ପୂର୍ବେ ମଧ୍ୟ କେତେ ଗଲେଣି, ତେଣୁ କେତେ ଆହୁରି ଆସିବେ। ତେଣୁ ମଞ୍ଚେ କେତେ ଆସି କେତେ ଗଲେ ଭାଇ, କେତେ ଆସିକି କେତେ ଗଲେଣି। ଦେନ୍ କିଏ ନେଇଗଲେ କି ଧନ ମୁଣ୍ଡାଇକି, କିଏ କେତେ ଧନ ମୁଣ୍ଡାଇକି ନେଇ ଯାଇଛନ୍ତି କି। ତମେ ମାନେ ଦେଖିଛ କି, ଯିଏ ଇଏ ମରିଗଲେ, ସେ ମରିଗଲେ କେତେ ଧନ ହାତରେ ନେଇଗଲେ କି, କେତେ ଧନ ପକେଟରେ ପୁରେଇଲେ କି, ନେଲେ କି। ଯିଏ ମରି ଯାଉଛନ୍ତି ସେ ଧନ ପୁରେଇକି ପକେଟରେ ନଉଛନ୍ତି କି, କେତେ ପ୍ୟାଣ୍ଟ ପକେଟରେ ପୁରେଇକି ନେଉଛନ୍ତି, କେହି ନେଉଛନ୍ତି କିଛି, କେହି କିଛି ନେଉନାହାନ୍ତି, ସବୁ କିଛି ଏଇଠି ରହିଯାଉଛି। ତାହେଲେ ଏହି ମଞ୍ଚରେ କେତେ ଆସି କେତେ ଅଭିନୟ କରିକି ଚାଲି ଯାଇଛନ୍ତି, ପରନ୍ତୁ କେହି କିଛି ଧନକୁ ମୁଣ୍ଡେଇକି ନେଇ ଯାଇନାହାନ୍ତି। ଦେନ୍ କଣ ଅଛି ଏସବୁ ପରବର୍ତ୍ତୀ ସମୟରେ ଆଲୋଚନା କରିବା, ଠିକ ଅଛି। ତାହେଲେ ଆଜି ପାଇଁ ବସ ଏତିକି।